ନବବର୍ଷ ଜୀବନର ଏକ ନୂତନ ଆରମ୍ଭ। ନବବର୍ଷ ମାନେ ଏକ ନୂତନ ଆରମ୍ଭ, ଜୀବନରେ ଏକ ନୂତନ ଦିଶା ଏବଂ ନୂଆ ଆଶା। ଏହି ଦିନ ପ୍ରତ୍ୟେକ ବର୍ଷ ଆସି ଆମକୁ ଜୀବନର ଗତିକୁ ପୁନଃବିଚାର କରିବା ଓ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଅବସର ପ୍ରଦାନ କରେ। ଜାନୁଆରୀ 1 ତାରିଖରେ ଆରମ୍ଭ ହୋଇଥିବା ଏହି ଦିନଟି ବିଶ୍ୱର ପ୍ରାୟତଃ ସମସ୍ତ ଦେଶରେ ଉତ୍ସାହ ଓ ଉତ୍ସବ ମନୋଭାବରେ ପାଳିତ ହୁଏ। ନବବର୍ଷ ଗତ ବର୍ଷର ତ୍ରୁଟି ଓ ବିପଦକୁ ଭୁଲି ଆମକୁ ଏକ ଶୁଭ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରେ। ନବବର୍ଷର ଇତିହାସ ଓ ପ୍ରଚଳନ। ନବବର୍ଷ ପାଳନର ଇତିହାସ ଅନେକ ପୁରୁଣା। ପ୍ରାଚୀନ ରୋମରେ ଜାନୁଆରୀ ମାସକୁ ଅର୍ପଣ କରାଯାଇଥାଏ ରୋମର ଦେବତା ଜାନୁସକୁ, ଯିଏ ଶୁଭ ଆରମ୍ଭ ଓ ଶେଷର ଦେବତା ଭାବରେ ପରିଚିତ। ରୋମାନ ସମ୍ରାଟ ଜୁଲିୟସ୍ ସିଜର ଖ୍ରୀଷ୍ଟପୂର୍ବ 45 ମସିହାରେ ଜାନୁଆରୀକୁ ବର୍ଷର ପ୍ରଥମ ମାସ ଭାବରେ ଘୋଷଣା କଲେ। ସେହିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଚଳନ ପ୍ରାୟତଃ ସମସ୍ତ ଦେଶରେ ଅନୁସରଣ କରାଯାଉଛି। ବିଭିନ୍ନ ସଂସ୍କୃତି ଓ ଧର୍ମ ଅନୁଯାୟୀ ଏହି ଦିନଟି ପାଳିତ ହୁଏ। ଭାରତରେ ନବବର୍ଷ ଅନେକ ଅଞ୍ଚଳରେ ଏକ ପ୍ରତୀକ ମନାଯାଏ। ଓଡ଼ିଶାରେ ଚୈତ୍ର ପର୍ବ, ପଞ୍ଜାବରେ ବୈଶାଖୀ, ବଙ୍ଗଳାରେ ପୋଇଲା ବୈଶାଖ ଭାବରେ ପାଳନ କରାଯାଏ ଓ ଏକ ନୂତନ ଆରମ୍ଭର ଉଦ୍ଯାପନା କରାଯାଏ। ଆଧୁନିକ କାଳରେ ପ୍ରାୟ ସମସ୍ତ ଦେଶରେ ଜାନୁଆରୀ 1କୁ ନବବର୍ଷ ଭାବେ ପ୍ରାଚୀନ ପ୍ରଚଳନ ଓ ନୂଆ ପରମ୍ପରାର ଏକକ ଭାବରେ ପାଳନ କରାଯାଉଛି। ନବବର୍ଷର ମହତ୍ତ୍ୱ। ନବବର୍ଷ ଗତ ବର୍ଷର ଉପଲବ୍ଧିଗୁଡ଼ିକୁ ସ୍ମରଣ କରିବା ଓ ତ୍ରୁଟିଗୁଡ଼ିକୁ ସୁଧାରିବାକୁ ପ୍ରେରିତ କରେ। ଏହା ଜୀବନରେ ଏକ ନୂତନ ଲକ୍ଷ୍ୟ ସ୍ଥାପନ କରିବାକୁ ଏବଂ ସଫଳତାର ଦିଶା ଧରିବାକୁ ପ୍ରେରଣା ଦିଏ। ନବବର୍ଷ ଆମକୁ ଶାନ୍ତି, ପ୍ରଗତି ଏବଂ ଏକତାର ପ୍ରତୀକ ଭାବେ ସମ୍ମିଳନ କରେ। ଏହା ମାତ୍ର ବ୍ୟକ୍ତିଗତ ଜୀବନରେ ନୁହେଁ, ବରଂ ସମାଜର ଆନ୍ତର୍ଜାତିକ ସମ୍ପର୍କକୁ ସବଳ କରିବାରେ ସାହାଯ୍ୟ କରେ। ଉଦ୍ଯାପନାର ପ୍ରଣାଳୀ। ନବବର୍ଷ ଦିନଟି ପ୍ରାୟତଃ ପରିବାର ଓ ମିତ୍ରମାନଙ୍କ ସହିତ ଉତ୍ସବ ମନାଇ ଉପଭୋଗ କରାଯାଏ। ନବବର୍ଷ ଉଦ୍ଯାପନର ଅନେକ ରୂପ ଅଛି। ଜାନୁଆରୀ 1 ତାରିଖରେ ଲୋକମାନେ ପ୍ରାୟତଃ ବଡ଼ ଭୋଜି ଏବଂ ସଙ୍ଗୀତ ସମ୍ଭାର କରନ୍ତି। ଏହି ସମୟରେ ପ୍ରାକୃତିକ ସୁନ୍ଦରତାରେ ଭିନ୍ନ ଧର୍ମ ଓ ସଂସ୍କୃତିର ସମ୍ମିଳନ ଦେଖାଯାଏ। ଲୋକମାନଙ୍କର ନାଚ, ଗୀତ ଏବଂ ଆବେଗ ସାମ୍ପ୍ରଦାୟିକ ଏକତାର ପ୍ରତୀକ ଭାବେ ଜନମାନସରେ ରହିଯାଏ। ନବବର୍ଷର ପ୍ରତିଜ୍ଞା। ପ୍ରାୟତଃ ଲୋକମାନେ ଏହି ଦିନରେ ଏକ ପ୍ରତିଜ୍ଞା କରନ୍ତି। ଏହି ପ୍ରତିଜ୍ଞା ଆମକୁ ଗତ ବର୍ଷର ଭୁଲଗୁଡ଼ିକୁ ସୁଧାରି ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ। ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱ ଅତ୍ୟଧିକ। କେହି ତାଙ୍କ ସ୍ୱାସ୍ଥ୍ୟ ଠିକ୍ କରିବାକୁ, କେହି ଶିକ୍ଷାରେ ତ୍ରୁଟିଗୁଡ଼ିକୁ ଠିକ୍ କରିବାକୁ ଓ କେହି ନୂଆ କାର୍ଯ୍ୟ ଆରମ୍ଭ କରିବାର ଲକ୍ଷ୍ୟ ଗଠନ କରନ୍ତି। ନବବର୍ଷର ପ୍ରତୀକ ପଦାର୍ପଣ। ନବବର୍ଷ ଅନେକ ପଦାର୍ପଣର ଚିହ୍ନ। ଏହାଦ୍ୱାରା ଜୀବନର ଏକ ନୂତନ ପାଠ ଶିଖିବାକୁ ଚେଷ୍ଟା କରାଯାଏ। ନବବର୍ଷର ଆରମ୍ଭ ଏକ ଶୁଭ ସମ୍ପ୍ରେରଣା ଆଣେ, ଯାହା ଆମକୁ ଗତ ବର୍ଷର ଦୁଃଖକୁ ଭୁଲି ଏକ ନୂତନ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରେ। ଏହା ଜୀବନରେ ଶାନ୍ତି, ସ୍ୱସ୍ଥତା ଏବଂ ସମୃଦ୍ଧି ନେଇ ଆସେ। ନବବର୍ଷ ଜୀବନରେ ଏକ ନୂଆ ଆରମ୍ଭ କରିବାର ସୁଯୋଗ। ଏହା ଆମକୁ ଏକ ପ୍ରେରଣା ଦେଇଥାଏ, ଯାହା ଜୀବନରେ ନୂତନ ଉଦ୍ଦେଶ୍ୟ ଗଢ଼ିବାରେ ଓ ଦୃଢ଼ ପଦକ୍ଷେପ ନେବାରେ ସାହାଯ୍ୟ କରେ। ନବବର୍ଷ ଏକ ଶିକ୍ଷା। ଏହା ଏକ ଅନୁପମ ଦିନ ଯେଉଁଥିରେ ଆମେ ଗତ ବର୍ଷର ଭୁଲକୁ ଅନୁଭବ କରି ନୂତନ ଯାତ୍ରା ଆରମ୍ଭ କରୁ। ଏହି ଦିନ ଆମକୁ ଶାନ୍ତି, ସ୍ନେହ ଏବଂ ସମ୍ମିଳନର ପ୍ରେରଣା ଦେଇ ଜୀବନରେ ଏକ ନୂତନ ଦିଶା ଦେଖାଏ। ଶେଷ କଥା। ନବବର୍ଷ ଆମକୁ ଜୀବନର ଏକ ନୂତନ ଆରମ୍ଭ କରିବାର ସୁଯୋଗ ଏବଂ ଗତ ବର୍ଷର ଭୁଲକୁ ଠିକ୍ କରିବାର ଶିକ୍ଷା ଦେଇଥାଏ। ଏହା ଆମକୁ ଏକ ଶ୍ରେଷ୍ଠ ମନୁଷ୍ୟ ଭାବେ ଗଢ଼ିବାର ପ୍ରେରଣା ଦେଇଥାଏ। ଶୁଭ ନବବର୍ଷ।